ନବବଧୂ ପରି ସଜେଇ ହୋଇଛି ଗାଁ, ଚାରିଆଡେ ଭକ୍ତିମୟ ପରିବେଶ। ଏମିତି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି ଅନୁଗୁଳ ଜିଲ୍ଲା ଆଲଟମଲ୍ଲିକ ବ୍ଲକ କାଦପଡ଼ା ଗ୍ରାମରେ। କାରଣ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ରତ୍ନମୁତ ଉତ୍ସବ। ତେବେ ଏହି ଅବସରରେ ବୁଧବାର ସକାଳେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ତଥା ଆଖପାଖର ଶତାଧିକ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇ ସକାଳ 9ଟା ସମୟରେ ବାଙ୍କପାଳ ଶିବ ମନ୍ଦିର ନିକଟସ୍ଥ ମହାନଦୀ ତଟରୁ ପାଣି ସଂଗ୍ରହ କରିଥିଲେ। ଏହି କଳସ ଶୋଭାଯାତ୍ରା ବାଙ୍କପାଳ କ୍ୟାଗଟା ଗ୍ରାମ ଦେଇ କାଦପଡ଼ା ମନ୍ଦିର ନିକଟରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାକୁ ଆକର୍ଷଣ କରିଥିଲା ପୁରାତନ ଲୋକକଳା, କୁଇ ନୃତ୍ୟ, ଶବର ନୃତ୍ୟ, ପତରସୋରା, ପ୍ରଭା ନୃତ୍ୟ। ସେହିପରି ରତ୍ନମୁତ ଉତ୍ସବକୁ ଭକ୍ତିମୟ କରିଥିଲା ସୁନାମଧନ୍ୟ ଗାୟିକା ସୁଶ୍ରୀ ରଚନା ତ୍ରିପାଠୀଙ୍କ ପ୍ରବଚନ ପଠନ କାର୍ଯ୍ୟକ୍ରମ। ଆସନ୍ତାକାଲି ଏହି ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ହେବାକୁ ଥିବା ବେଳେ 6 ତାରିଖ ଦିନ ପୁନାହୁତି, ନଗର କୀର୍ତ୍ତନ, ଦଧିହାଣ୍ଡି ଭଜନ ଭଳି ବହୁ କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ କାଦପଡ଼ା ଗ୍ରାମବାସୀ ଓ ଜୟ ଜଗନ୍ନାଥ ୟୁଥ୍ କ୍ଲବର ସମସ୍ତ ସଦସ୍ୟମାନେ ସୁଚାରୁ ରୂପେ ତୁଲାଉଛନ୍ତି। ଏହି ରତ୍ନମୁତ ଉତ୍ସବରେ ଆଖପାଖ ଗ୍ରାମର ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ କାଦପଡ଼ା ମନ୍ଦିର କମିଟି ଦ୍ୱାରା ଜଗନ୍ନାଥ ପ୍ରେମୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।